मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଅଛି। ଆପଣ କେମିତି ଅଛନ୍ତି? ଆଜି ଦିନ ଆପଣମାନଙ୍କ ପାଇଁ ବିଶେଷ ଦିନ ଅଟେ। ଏହା ଆଶୀର୍ବାଦର ଦିନ। ଏହି ଦିନ ପରମେଶ୍ୱର ଆପଣଙ୍କୁ ସଫଳତା ଦେବେ ଆଉ ବିଜୟକୁ ଦେବେ। ଏଣୁ ଆମେମାନେ ଭୟ କରିବା ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ସହିତ ଅଛନ୍ତି, ସେ ସମ୍ଭାଳିବେ। ପ୍ରତିଦିନ ପରମେଶ୍ୱର ଆପଣଙ୍କୁ ବିଜୟ ଏବଂ ସଫଳତା ଆଶୀର୍ବାଦ କରିବେ। ଏଣୁ ଆପଣମାନେ ଭୟ କରନ୍ତୁ ନାହିଁ। ଆପଣଙ୍କର ସର୍ବ ବିଷୟର ଯତ୍ନ ପରମେଶ୍ୱର ନେବେ। ଏଣୁ ଆପଣମାନେ ଭୟ କରନ୍ତୁ ନାହିଁ। ଆପଣ ଭାବୁଛନ୍ତି ମୋ ପରିସ୍ଥିତି ଭଲ ନାହିଁ, ଆପଣ ପ୍ରାର୍ଥନା କରନ୍ତୁ, ପରମେଶ୍ୱର ସମସ୍ତ ବିଷୟକୁ ଦୂର କରି ସମାଧାନ ଦେବେ। ଆଜି ଗୋଟେ ବିଷୟକୁ ଆମେମାନେ ବାଇବଲରୁ ଦେଖିବା। ପ୍ରଥମ ସାମୁଏଲ 12 ଅଧ୍ୟାୟର 16 ପଦକୁ ଆମେମାନେ ଦେଖିବା। ସାମୁଏଲ ଭାବବାଦୀ ଆପଣା ଲୋକମାନଙ୍କୁ ଈଶ୍ୱରଙ୍କ ବାଣୀ କହୁଅଛନ୍ତି, ଏହେତୁ ଏବେ ତୁମ୍ଭେମାନେ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମମାନଙ୍କ ସାକ୍ଷାତରେ ଯେଉଁ ମହତ୍ କର୍ମ କରିବେ ତାହା ଦେଖ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରିୟ ଈଶ୍ୱରଙ୍କ ପୁତ୍ର ଏବଂ କନ୍ୟାମାନେ, ପରମେଶ୍ୱର ଆପଣମାନଙ୍କ ନିମନ୍ତେ ମହତ୍ କାର୍ଯ୍ୟ କରିବାକୁ ଯାଉଛନ୍ତି। ଆପଣ ତୁନି ହୋଇ ତାହା ଦେଖନ୍ତୁ। ତୁମେ ଈଶ୍ୱରଙ୍କ କାର୍ଯ୍ୟକୁ ଛିଡ଼ା ହୋଇ ଦେଖ। ସେଠାରେ କେଉଁ କାର୍ଯ୍ୟ ହୋଇଥିଲା? ସାମୁଏଲ ଏଠାରେ ଈଶ୍ୱରଙ୍କ ବାକ୍ୟକୁ କହୁଅଛନ୍ତି। ସେହି ସ୍ଥାନରେ ବିଜୁଳି ମେଘ ଗର୍ଜନ ହେଲା ବୋଲି 18 ପଦରେ ଲେଖା ଅଛି। ସେଠାରେ ବୃଷ୍ଟି ହେବାର ସମ୍ଭାବନା ନଥିଲା, କିନ୍ତୁ ପରମେଶ୍ୱର ତାହା କରିଲେ। ଯେଉଁ ସ୍ଥାନରେ ବୃଷ୍ଟି ହେବାର କୌଣସି ସମ୍ଭାବନା ନଥିଲା, କିନ୍ତୁ ପରମେଶ୍ୱରଙ୍କ ଦାସ ସାମୁଏଲ ଯେତେବେଳେ ପ୍ରାର୍ଥନା କରିଲେ, ସେଠାରେ ମେଘ ଗର୍ଜନ ହେଲା, ପୁଣି ପ୍ରବଳ ବୃଷ୍ଟି ହେବାର ଆମମାନେ ଏଠାରେ ପଢ଼ୁଅଛୁ। ସମସ୍ତ ଲୋକମାନେ ଯେ ପରମେଶ୍ୱରଙ୍କୁ ଭୟ କରୁଅଛନ୍ତି, ଏହି ଘଟଣାର ଆମେମାନେ ଏଠାରେ ଦେଖୁଛୁ। ତାହାଙ୍କ ପ୍ରାର୍ଥନାରୁ ହଠାତ୍ ସେଠାର ସମସ୍ତ ପରିସ୍ଥିତି ପରିବର୍ତ୍ତନ ହୋଇଗଲା। ଆପଣଙ୍କ ଜୀବନରେ, ଆପଣଙ୍କ ସେବା କାର୍ଯ୍ୟରେ, ଆପଣଙ୍କ ପରିବାରରେ, କାମ କାର୍ଯ୍ୟରେ ଆପଣଙ୍କର ପରିସ୍ଥିତି ଠିକ୍ ନାହିଁ, କିନ୍ତୁ ପରମେଶ୍ୱରଙ୍କ ବାକ୍ୟକୁ ହିଁ ସାମୁଏଲ ଯେପରି ପ୍ରାର୍ଥନା କରିଥିଲେ, ଆଜି ଆପଣଙ୍କ ସେବା ନିମନ୍ତେ ଆପଣ ପ୍ରାର୍ଥନା କରନ୍ତୁ। ପରମେଶ୍ୱର ସମସ୍ତ ବିଷୟକୁ ପରିବର୍ତ୍ତନ କରିବେ। ଆପଣ ଛିଡ଼ା ହୋଇ ଈଶ୍ୱରଙ୍କ ମହତ୍ କାର୍ଯ୍ୟ ସବୁ ଦେଖିବେ, ଯେହେତୁ ପରମେଶ୍ୱର ଆପଣଙ୍କ ପାଇଁ କାର୍ଯ୍ୟ କରିବେ। ପରମେଶ୍ୱର ଆପଣଙ୍କ ଭୟକୁ ଦୂର କରିବେ, ଦୁଃଖକୁ ଦୂର କରିବେ। ଯେହେତୁ ଈଶ୍ୱର ଆଜି ବାକ୍ୟ ଶୁଣୁଛନ୍ତି, ଏହା ଆପଣଙ୍କୁ ସେ ପ୍ରମାଣ କରିବେ। ଯଦି ବିଶ୍ୱାସରେ ଆପଣମାନେ ପ୍ରାର୍ଥନା କରିବେ, ନିଶ୍ଚୟ ତାହାଙ୍କ କାର୍ଯ୍ୟ ଆପଣ ଜୀବନରେ ଦେଖିବେ। ମୋର ସେବା କାର୍ଯ୍ୟରେ ମୁଁ ବହୁତ ଅନୁଭୂତି ସକଳ ପାଇଅଛି। ବୃଷ୍ଟି ହେବାର କୌଣସି ସମ୍ଭାବନା ନଥିଲା ବା ଅଲଟା ହୋଇଯାଇଥିଲା, କିନ୍ତୁ ପରମେଶ୍ୱର ସମସ୍ତ ବିଷୟ ସମ୍ଭାଳିଲେ। କିନ୍ତୁ ଯେତେବେଳେ ଆମେମାନେ ପ୍ରାର୍ଥନା କରିଲୁ, ସମସ୍ତ କଠିନ ପରିସ୍ଥିତିକୁ ପରମେଶ୍ୱର ସମ୍ପୂର୍ଣ୍ଣ ସେଠାରେ ବଦଳାଇ ଦେଲେ। ପରମେଶ୍ୱର ଆମମାନଙ୍କୁ ସେଠାରେ ବିଜୟକୁ ଦେଖିବା ପାଇଁ ଦେଲେ। ବହୁତ ଆଶ୍ଚର୍ଯ୍ୟ ବଡ଼ କାର୍ଯ୍ୟକୁ ପରମେଶ୍ୱର ଆପଣଙ୍କ ପାଇଁ କରିବେ। ଆପଣଙ୍କ ଜୀବନର ସମସ୍ତ କଠିନ ପରିସ୍ଥିତିକୁ ପରମେଶ୍ୱର ବଦଳାଇ ଦେବେ। ଏପରିକି ବୃଷ୍ଟି ଦରକାର ହେଲେ ତାହା ମଧ୍ୟ ସେ ଦେଇପାରନ୍ତି। ପରମେଶ୍ୱର ଆମମାନଙ୍କ ପାଇଁ ବୃଷ୍ଟି ଆଣିପାରନ୍ତି, ବୃଷ୍ଟିକୁ ସେ ନେଇ ମଧ୍ୟ ପାରନ୍ତି, କିଛି ମଧ୍ୟ କରିପାରନ୍ତି। କିନ୍ତୁ ଆମମାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ। ଗୋଟିଏ ପ୍ରାର୍ଥନା ସବୁ କାମ କରିପାରିବ। ପ୍ରାର୍ଥନାରେ ସବୁ କିଛି ସମ୍ଭବ ହୋଇଥାଏ। ହେ ପ୍ରଭୁ, ଏମାନଙ୍କ ନିମନ୍ତେ ତୁମେ ସାହାଯ୍ୟ କର। ଏମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଅଛି। ହେ ପ୍ରଭୁ, ମୁଁ ଏମାନଙ୍କ ନିମନ୍ତେ ପ୍ରାର୍ଥନା ତୁମ ଚରଣରେ କରୁଅଛି। ପ୍ରିୟ ପିତା, ଏମାନଙ୍କ ଜୀବନର ସମସ୍ତ ଦୁଃଖ, କଷ୍ଟ, ସମସ୍ୟାକୁ ତୁମେ ସମ୍ପୂର୍ଣ୍ଣ ଦୂର କରିଦିଅ। ପ୍ରଭୁ, ଏମାନଙ୍କ ଜୀବନର ସମସ୍ତ ପାରିବାରିକ ବ୍ୟକ୍ତିଗତ ସମସ୍ୟାକୁ ତୁମେ ଦୂର କରି ଏମାନଙ୍କ ଜୀବନରେ ତୁମେ କାର୍ଯ୍ୟ କର ବୋଲି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲି। ଆମେନ୍, ଆମେନ୍।